ବାଇଗଣରେ କାଣ୍ଡବିନ୍ଧା ଓ ଫଳବିନ୍ଧାରୁ ରକ୍ଷା କରିବା ପାଇଁ ସିମୋଡିସ୍କୁ ସ୍ପ୍ରେ କରିଥିଲି, କିନ୍ତୁ ବର୍ଷା ହେବାରୁ ସବୁ ଧୋଇଦେଲା। ମୁଁ ମୋ ବାଇଗଣ କ୍ଷେତକୁ କିପରି ଭାବରେ ବଞ୍ଚେଇଲି ତାହା ଜାଣିବାକୁ ହେଲେ ଏ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ନମସ୍କାର ଚାଷୀ ଭାଇମାନେ, ମୁଁ ବନବାସ ବନ ରୁରାଲ ଫାର୍ମର ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ କରୁଛି। ମୋ ବାଇଗଣ ବାଡ଼ରେ କାଣ୍ଡବିନ୍ଧା ଓ ଫଳବିନ୍ଧା ପୋକର ଆକ୍ରମଣ ବହୁତ ହେଇଥିଲା। ସେଥିପାଇଁ ମୁଁ ଏହାର ନିୟନ୍ତ୍ରଣ ପାଇଁ ସିମୋଡିସ୍କୁ ସ୍ପ୍ରେ କରିଥିଲି। କିନ୍ତୁ ଦୁଃଖର କଥା ଯେ ସ୍ପ୍ରେ କରିବାର କିଛି ସମୟ ପରେ ବର୍ଷା ହେବାରୁ ବର୍ଷା ପାଣିରେ ଔଷଧ ସବୁ ଧୋଇ ହେଇଗଲା ଏବଂ ସିମୋଡିସ୍ ଔଷଧର ପ୍ରଭାବ ଦେଖିବାକୁ କମ୍ ମାତ୍ରାରେ ମିଳିଲା। ସେଥିପାଇଁ ବର୍ଷା ଛାଡ଼ିବା ପରେ ପୁଣି ଥରେ ମୁଁ ସିମୋଡିସ୍ ବଦଳରେ ସାପେକ୍ସକୁ ବ୍ୟବହାର କଲି ଏବଂ ଏହା ସହ ଷ୍ଟିକରକୁ ମିଶାଇ ସ୍ପ୍ରେ କଲି। କାହିଁକି ନା ଷ୍ଟିକରକୁ ମିଶାଇ ସ୍ପ୍ରେ କଲେ ଫଳରେ ଓ ପତ୍ରରେ ଲାଗି ରହିଥାଏ ଓ ଏହାର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ବର୍ଷା ହେଲେ ବି ଛାଡ଼ିଯିବାର ସମ୍ଭାବନା କମ୍ ରହେ। ତ ଚାଷୀ ଭାଇମାନେ, ଆପଣମାନେ ବି ବର୍ଷା ଦିନରେ ଚାଷ ଜମିରେ ସ୍ପ୍ରେ କରିବାକୁ ଚାହୁଁଥିଲେ ପ୍ରଥମେ ପାଗ ସଫା ଅଛି କି ନାହିଁ ଦେଖି ଯାଞ୍ଚ କରନ୍ତୁ ଏବଂ ଷ୍ଟିକର ବା ଅଟାକୁ ମିଶାଇ ସ୍ପ୍ରେ କରନ୍ତୁ। ଚାଷୀ ଭାଇମାନେ, ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଥାଏ ତାହେଲେ କମେଣ୍ଟ, ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଆପଣମାନେ ପରିବା ବାଡ଼ରେ ସ୍ପ୍ରେ କରୁଥାନ୍ତି ତାହେଲେ ସକାଳୁ 6ରୁ 9 ଏବଂ ସନ୍ଧ୍ୟାରେ 3ଟା ଅଧେ ପରେ ସ୍ପ୍ରେ କରିପାରିବେ। ଆଉ ଆପଣମାନେ କେଉଁ ବିଷୟରେ ଭିଡ଼ିଓ ଚାହୁଁଛନ୍ତି ତାହା କମେଣ୍ଟରେ ଲେଖି ଜଣାଇଲେ ମୁଁ ଚେଷ୍ଟା କରିବି ସେହି ଭିଡ଼ିଓ ବନେଇବା ପାଇଁ।